ହାପି ଦିୱାଲି। ଆରେ ଦିୱାଲି ହବ ପୁଣି ବାଣ କିଣା ହବନି, ସେଥିପାଇଁ ବର୍ଷା ପାଗରେ ବାହାରି ପଡ଼ିଥିଲୁ ବାଣ କିଣିବା ପାଇଁ। ଆମେ ହଉଛୁ 4ଟା ବାଣ, ଦେଖୁନାହାନ୍ତି ଗୋଟିଏ ସ୍କୁଟିରେ 4 ଜଣ ଯାକ ଆମେ ବସିଛୁ। ବାଣ ମାନେ କ'ଣ କହିଲେ, ଗୋଟାଏ ଗାଡ଼ିରେ ଯଦି ଆମେ 4 ଜଣ ଯିବୁ, ଯୋଉଠି ଆମେ ପଡ଼ିବୁ ସେଠି ବାଣ ପରିକା ହିଁ ଫୁଟିବୁ ନା। ଦେଖୁନାହାନ୍ତି ଏଇ ଅବସ୍ଥା ହୁଏ, ଗୋଟାଏ ଘରେ ଯଦି 3-3ଟା ବ୍ଲଗର ରହିବେ କ'ଣ ହବ ପରିସ୍ଥିତି, ଏମିତି ବାଡ଼ିଆ ପିଟା ହବ ଭିଡ଼ିଓ ପାଇଁ। ଆପଣମାନେ ଦେଖିବେନି ବିଷ୍ଣୁପ୍ରିୟା ବ୍ଲଗ୍ସ, ସୁରଜ ହରପ୍ରିୟା ବ୍ଲଗ୍ସ ଆଉ ଏସ୍ଏଚ୍ ହରପ୍ରିୟା ବ୍ଲଗ୍ସରେ ମଧ୍ୟ ଏଇ ଗୋଟାଏ ଗାଡ଼ିରେ 4 ଜଣ ବସିବାର ଭିଡ଼ିଓଟା ନିଶ୍ଚିତ ଭାବରେ ଥିବ। କାହିଁ କହିଲେ ଆମେ ବା ଗୋଟାଏ ଘରେ ଏତେ ଜଣ ବ୍ଲଗର। ତାପରେ ଯାଇ ମୁଁ ପହଞ୍ଚି ଯାଇଥିଲି ନବକୃଷ୍ଣ ଷ୍ଟାଡିୟମରେ, ସେଠି ବାଣ କିଣିଲି। କାହିଁକି ନା ସେଠି ଆମର ଭାତାଶ୍ରୀଙ୍କର ଦୋକାନ ଥିଲା, ମାନେ ମୋ ଭାଇ ଦୋକାନ କରିଥିଲା। ବାଣ କିଣାକିଣି କରି ଆସିଲା ବେଳେ ବାଟରେ ଟିକେ ମକା ଖାଇ ଡାଇରେକ୍ଟ ପହଞ୍ଚି ଯାଇଥିଲି ବାପ ଘରେ। ବାପ ଘରୁ ସାନ ଭଉଣୀର ସମସ୍ତଙ୍କୁ ଦର୍ଶନ କରି ତାପରେ ପଳେଇ ଆସିଥିଲି ଶାଶୁଘରେ। ଶାଶୁଘରେ ଆସି ମୁରୁଜ ହେରିକା ପକାପକି କରି ସମସ୍ତେ ପଳେଇ ଆସିଲୁ ଛାତ ଉପରକୁ। କ'ଣ ପାଇଁ, ଦିୱାଲି ସେଲିବ୍ରେସନ୍ କରିବାକୁ। ତ ଆମର ତ ଏଠି ଜୋରସୋର ଭାବରେ ଦିୱାଲି ସେଲିବ୍ରେସନ୍ ଚାଲିଛି, କିନ୍ତୁ ଆପଣମାନଙ୍କର କେମିତି କ'ଣ ଚାଲିଛି କମେଣ୍ଟ ସେକ୍ସନ୍ ସିଓର ଜଣେଇବେ। ରହୁଛି ହାପି ଦିୱାଲି ଅଲ୍ ଅଫ୍ ୟୁ।